ତେଣୁକରି ଜଣେ ରାଜାଙ୍କର ବାଟ ମଣିଷ ଘରେ ଧନ ସମ୍ପତ୍ତି ସବୁ ଥିବ କେହି ଈଶ୍ୱର ପ୍ରେମୀ ନଥିଲେ ଆପଣ ଏକୁଟିଆ ଈଶ୍ୱର ପ୍ରେମୀ ଥିଲେ ଘରଟା ଲାଗିବ ଯେ ଅଶୋକ ବନରେ ଆପଣ ବନ୍ଦିନୀ ହଁ ହଁ ଠିକ କହିଲେ ନା ଭୁଲ କହିଲେ ଆପଣ ଏକୁଟିଆ ଧର୍ମାର୍ଥୀ ଥିବେ ଆପଣ ସକାଳେ ଉଠୁଥିବେ ତୁଳସୀ ଟିକେ ଚଳଉଥିବେ ମହାପ୍ରଭୁ ମିଶ୍ରୀ ଭୋଗ ଦଉଥିବେ ମହାପ୍ରଭୁଙ୍କୁ ଶୋଉଥିବେ ଉଠୁଥିବେ ବସୁଥିବେ ଆରେ ମୋ ସହିତ ଟିକେ ସାହାଯ୍ୟ କଲେ ଟିକେ ଭଲ ହୁଅନ୍ତା ଘରଟା ମନ୍ଦିର ଭଳିଆ ଲାଗନ୍ତା ଏମିତି ହଉ କାରଣ ସ୍ୱାମୀ ଯଦି ଈଶ୍ୱର ଭକ୍ତ ଥିବେ ମୁଁ କହିଥିଲି ସ୍ତ୍ରୀ ନଥିବେ ସ୍ତ୍ରୀ ଥିଲେ ସ୍ୱାମୀ ନଥିବେ ଯଦି ଉଭୟ ରହିଗଲେ ବଡ଼ ଆନନ୍ଦର କଥା ଘରଟା ମନ୍ଦିର ହେଇଗଲା ତେଣୁ ୟାଙ୍କ ପାଖରେ ଧନ ଥିଲା ସମ୍ପତ୍ତି ଥିଲା ସବୁ ଥିଲା ପାଟ ମହିଷୀ ଥିଲେ କିଛି ଅଭାବ ନଥିଲା ରାଜା କେବେ ରାଜକାର୍ଯ୍ୟ ବୁଝୁଥିଲେ କେତେବେଳେ ଈଶ୍ୱରଙ୍କ କଥା କରୁନଥିଲେ ଏଠି ତ ମୁଁ ସାନ ହନ୍ତୁଆଡ଼ାକୁ ସମ୍ମାନ କରେ ପ୍ରଣିପାତ କରେ ସବୁବେଳେ ଯେତେବେଳେ ସାନ ହନ୍ତୁଆଡ଼ର ମୋ ପାଖକୁ ଗୋଟେ କଲ୍ ଯାଏ ବାବା ଆସିବେ ତ ନିଶ୍ଚିତ ଯିବି ଯେତେବେଳେ ମୋ ତରଫରୁ କେବେ ଭୁଲ କରିନାହିଁ କେବେ ବି କରିନାହିଁ କିନ୍ତୁ କେବେ ଯଦି କହିଛନ୍ତି ଆପଣମାନେ ନାହିଁ ମଧ୍ୟ କରି ନାହିଁ କାହିଁକି ନା ଏଠି ମତେ ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ସନ୍ଥ ଭଳି ଲାଗେ ଆବାଳ ବୃଦ୍ଧ ବନିତା ଏଠି ଭକ୍ତି ଅଛି ଏଠି ଭାବ ଅଛି ସମସ୍ତଙ୍କୁ ହସ ଏଇଟା ତ ବଡ଼ କଥା ସମସ୍ତେ ଆନନ୍ଦର ସହିତ ଈଶ୍ୱରଙ୍କ ପାଖକୁ ଆସୁଛନ୍ତି ଏଇଟା ତ ଆନନ୍ଦର କଥା ୟାଠୁ ଭଳି କହିଛି ହସି ହସି କଥା ଶୁଣିବା ଆନନ୍ଦର ସହିତ ଯେମିତି କଥା ଗୁଡ଼ାକ କହିଲା ମାତ୍ରକେ ରସଗୋଲା କାନ ଭିତରେ ଭର୍ତ୍ତି ହେଇକି ଲାଗୁଥିଲା ଯେ ଆଉ ଟିକେ ଭର୍ତ୍ତି ହେଇଯାଆନ୍ତା ଆଉ ଟିକେ ପିଇ ଯାଆନ୍ତା ଆଉ ଟିକେ ଅଧୁର ହେଇଯାଆନ୍ତା ଆଉ ଟିକେ ଭାବରେ ମଜି ଯାଆନ୍ତା ହଜି ଯାଆନ୍ତା ବିଷୟ ସଂସାରକୁ ଭୁଲି ଯାଆନ୍ତି ଦୁନିଆକୁ ଭୁଲି ଯାଆନ୍ତି ଘର ଦ୍ୱାର ସ୍ତ୍ରୀ ପିଲା ଛୁଆ ସ୍ୱାମୀ ସଂସାର ସବୁ ଭୁଲି ଯାଆନ୍ତି କେବଳ ତମେ ଏକୁଟିଆ ମନେ ପଡ଼ନ୍ତା ଆଉ କିଛି ଦରକାର ନାହିଁ ଯେଉଁ ଆନନ୍ଦ ବ୍ରହ୍ମାନନ୍ଦ ମୁଁ ପାଉଛି ଆନନ୍ଦ ମୋତେ ସବୁବେଳେ ମହାପ୍ରଭୁ ଦେଇଥାଏ ଧନ ତ ଅଛି ସମ୍ପତ୍ତି ତ ଅଛି ସେ ତ ଆସିବ ପୁରୁଷାର୍ଥ କଲେ ପରିଶ୍ରମ କଲେ ସେ ଆସିବ କିନ୍ତୁ ତୁମ ନାମ ପ୍ରେମ କେଉଁଠୁ ଆସିବ ତୁମର ନାମ ପ୍ରେମ କେଉଁଠୁ ଆସିବ ମହାପ୍ରଭୁ ତେଣୁ ଇଏ ଯେତେବେଳେ ଘର ଭିତରେ ବନ୍ଦ ହେଇକି ଥିଲେ ରାଜା ଦେଖିଲେ କହିଲେ ବୋର ହେଇଯାଉଛ ନା ଯେମିତି ବର୍ଷ ତମାମ ସ୍ୱାମୀ ଆମର କ'ଣ କରିବେ ନା ବର୍ଷ ତମାମ ଡ୍ୟୁଟି ଲାଗିଥିବ ବର୍ଷକୁ ଯଦି ଛୁଟି 7-8 ଦିନ 12 ଦିନ ମିଳିଲେ ଚାଲ ଯିବା ଟିକେ ମନ୍ଦିର ତ ଯିବେନି କହିବେ କୁଲ୍ଲୁ ମନାଲି ବୁଲି ଆସିବା ନାଇଁ ନାଇଁ ଶିମଲା ଟିକେ ବୁଲି ଆସିବା ନା ମନ୍ଦିରକୁ ଯିବା ଈଶ୍ୱର ତ ପିଲାଙ୍କୁ ସପ୍ତାହକୁ ଥରେ ଲେଖେ କମ୍ ସେ କମ୍ ପ୍ରତ୍ୟେକ ଦିନ ତ ଆଣିଲେ ଭଲ କଥା ସପ୍ତାହକୁ ଦିନଟି ଇଏ ଆମର କପିଳେଶ୍ୱର ଭଗବାନ ଇଏ ସିଦ୍ଧ ମହାବୀର ହନୁମାନଜୀ ଇଏ ବାଣପୁରର ଭଗବତୀ ଐତିହ୍ୟ ମତେ ତ ଭଲ ଲାଗିଲା ପିଲାମାନେ ଛାତ୍ରୀ ମତେ ନେଇଥିଲେ କାଲି ଭଲ ଲାଗିଲା ମତେ ଐତିହ୍ୟ ସଂସ୍କୃତି ଆଜି ତ ଆସିଛନ୍ତି ସେ ଭାଇଙ୍କ ନାଁ ଭୁଲି ଯାଇଛି ସେ ରଘୁନାଥ ମନ୍ଦିରରେ ଥିଲେ ପିଲାମାନଙ୍କ ପରିଚୟ ଦିଅନ୍ତୁ କେତେ ପବିତ୍ର ମାଟିରେ ଆମେ ଜନ୍ମ ହେଇଛେ ଆମ ଠାକୁରଙ୍କ ସହିତ ପିଲାମାନଙ୍କୁ ପରିଚିତ କରାନ୍ତୁ ଆପଣଙ୍କ ପିଲା ଯଦି ଭକ୍ତି ମାର୍ଗରେ ଚାଲିଲା ଆପଣ ତାକୁ ଠକିବାକୁ ପଡ଼ିବ ନାହିଁ ସଂସ୍କାରର ଶିକୁଳି ତାକୁ ଜଗିଥିବ ମନେ ରଖିଥାନ୍ତୁ ସଂସ୍କାରର ଶିକୁଳି ତାକୁ ଜଗିଥିବ ବାନ୍ଧି ରଖିଥିବ ଭଗବାନ ତାକୁ ଜଗିଥିବେ ସବୁବେଳେ ଆମେ କ'ଣ କରୁଛେ ନା ପିଲାକୁ ଜଗୁଛେ ଝିଅ ବଡ଼ ପିଲା ହେଇଗଲେ ତାକୁ ଜଗୁଛେ ପୁଅକୁ ଜଗୁଛେ କୋଉଠି ମଦପାନ କରିଦେବ କି ଝିଅ କୋଉଟା ବାଟକୁ ଚାଲିଯିବ କି ନାଇଁ ନାଇଁ ତାକୁ ଶିଖେଇ ଦେଇଥାନ୍ତୁ ସବୁବେଳେ ସ୍ୱାଭିମାନର ସହିତ ବଞ୍ଚିବୁ ତୋ ବାପାର ନାଁ ଯେମିତି ତଳକୁ ପଡ଼ିବନି ତୋ ମାଆର ନାଁ ଯେମିତି ତଳକୁ ପଡ଼ିବନି ଆଉ ତୋ ଜେଜେ ତୋ ଘର ତୋ ଗାଁର ନାଁ ଯେମିତି ତଳକୁ ପଡ଼ିବନି ଏଇଟାକୁ ଜଗିଥିବୁ এই ସଂସ୍କାର ଦେବା ପିଲାଙ୍କୁ ଆଉ